କିନ୍ତୁ ବାବା ଗୋଟେ କଥା ମୁଁ ଆପଣଙ୍କ ପଚାରିନି ଜାଣିପାରୁନି ଆପଣ ମତରେ ପ୍ରକାଶ କଲେ ତମେ ଯୋଉ ଅନୁକୂଳ ଚନ୍ଦ୍ର ଠାକୁରଙ୍କର ଯୋଉ ନାମ ନେଇଛ ଓଂକାର ସମେତ ନା ଓଂକାର ସମେତ ଏଇ କଥା ପଚାରୁଥିଲ। କିନ୍ତୁ ମୁଁ ଆମ ସେ ଯାଜକଙ୍କୁ ପଚାରିନି ସିଏ କହିଲେ ରା ଯୋଉ ଆସିଲା ସେ ଓଂକାରରୁ ଆଗରୁ ରା ଥିଲା ସେ ରା ଯୋଉ ଆପଣ ଜାଣିଥିବେ ସେ ଓଂକାରର ଆଗରୁ ସେ ସୃଷ୍ଟିରେ ସେ ମୂଳରୁ ସିଏ ଥିଲେ ତାପରେ ସବୁ ଆସିଲେ ସୃଷ୍ଟି ସେ ହିଁ ଭଗବାନଙ୍କର ଭଗବାନ ସେ ହିଁ ଭଗବାନ ନା ଆଜ୍ଞା ମୁଁ କୋଉ ଶାସ୍ତ୍ରରେ ଦେଖିନି ବାପା ଆଜ୍ଞା ଆଜ୍ଞା ମୁଁ ଦେଖିନି କୋଉ ଶାସ୍ତ୍ରରେ ଏଇ କଥାଟା କେମିତି କହିବି ସେ ଜାଣିଛି ଯଦି କହିଲେ ଆଉ କିନ୍ତୁ ସେଟା କୋଉ ଶାସ୍ତ୍ରରେ ମୋ ନଜରରେ ପଡିନାହିଁ କୋଉଠି। ଆଜ୍ଞା ଭଗବାନଙ୍କର ସବୁ ମାର୍ଗ କଣ ରାକାର ମକାର ସେ ହଉଛି ସରିମାର୍ଥରେ ରାମ ଶବ୍ଦ ଯୋଉ ରମଣ କରନ୍ତି ମୁଁ ତ ଛାଡିଛି। ରାମଚନ୍ଦ୍ର ଠାକୁର ଯୋଉ ନାମ ନେଇଥିଲେ ଆପଣ ଏବେ ଜାଣନ୍ତୁ ରାମଚନ୍ଦ୍ର ଠାକୁର ରାମଚନ୍ଦ୍ର ଯୋଉ ନାମ ନେଇଥିଲେ ଗୁରୁଙ୍କ ଠାରୁ ଯୋଉ ନାମ ଗ୍ରହଣ କରିଥିଲେ ଏଇ ରା ଯୋଉ କହୁଛି ମୁଁ ଜାଣିନି ମୁଁ ଜାଣିନି ସେଇଟା ମୋ ଧାରଣାର ବାହାରେ ହେଇଥିବ ଯଦି କଣ କହୁଛନ୍ତି ହେଇଥିବ। ବାବା ଗୋଟେ କଥା ମତେ କୁହନ୍ତୁ ମୁଁ ଆପଣଙ୍କର ତ ସବୁ ଚ୍ୟାନେଲ ଦେଖୁଛି ଆପଣ କହୁଥିଲେ ଚେତନ ଶକ୍ତି ଯୋଉ ମଣିଷ ଦେହ ଭିତରେ ଅଛି ଜୀବଙ୍କ ଦେହ ଜୀବଙ୍କ ଭିତରେ ଅଛି ଆଉ ଚେତନ ଶକ୍ତି ଯୋଉ ବ୍ଲାକ୍ ହୋଲ ନା କଣ କହୁଥିଲେ ଶୂନ୍ୟର ସେଠି ଅଛି ତେଣୁ ଆମ ଭିତରେ ତ ଚେତନ ଶକ୍ତି ଅଛି କିନ୍ତୁ ଆମେ ଯୋଉ କର୍ମ କରନ୍ତି ସେ ଫଳ କିଏ ଦିଏ କେମିତି କଣ ସେଇ ଚେତନ ଶକ୍ତି ଦିଏ ଆମେ କର୍ମ କରନ୍ତି ମନେକର ଜଣେ ବଦମାସି କଲା ହଣା କଟା ଚୋରି ଡକାୟତି ଅନ୍ୟାୟ ଅସତ୍ୟ କରୁଛି ତାକୁ ତା କର୍ମର ଫଳ ତ ଭଗବାନ କହନ୍ତି ନା ଭଗବାନ ଦିଅନ୍ତି ତା କର୍ମର ଫଳ ତାକୁ ତେଣୁ ସେ କର୍ମର ଫଳ କିଏ ଦିଏ ଏଇ ଚେତନ ଶକ୍ତି ଦିଏ ନା ମୋ କଥାଟା ଶୁଣ ତୁ ବୁଝେଇ ଦଉଛି ତୁ ବୁଝିପାରିବ ଯେ ଆମର ମନେ କରାଯାଉ ଗୋଟେ ରେକର୍ଡିଂ ଯନ୍ତ୍ର ଅଛି ଆଜ୍ଞା ଏଇ ଯୋଉ ବାହାରେ ଯୋଉ ରେକର୍ଡିଂ ଯନ୍ତ୍ର ସବୁ ଅଛି ହେଲା ସେ ରେକର୍ଡିଂ ଯନ୍ତ୍ରଟା ରଖିଦେଇକି ତମେ ଯୋଉ ଗୀତ ବୋଲିବ ସେ ରେକର୍ଡିଂ ହେଇଯିବ ନା ନାଇଁ ବାସ୍ ସେଇ ରେକର୍ଡିଂ ଯନ୍ତ୍ର ଗୋଟେ ପ୍ରାକୃତିକ ରେକର୍ଡିଂ ଆମ ଦେହ ଭିତରେ ଅଛି ଯେତେବେଳେ ଶୂନ୍ୟରୁ ସବୁ ଚିତ୍ ଶକ୍ତି ଆମ ଶରୀର ଭିତରେ ସବୁ ଖେଳେ ହେଲା ଖେଳି ସାରିଲା ପରେ ଏଇ ଯୋଉ ଟୋଟାଲ ହୋଲ ଯୋଉ ଜୀବାତ୍ମା ଯୋଉ କର୍ମ କରେ ହେଲା ସେ କର୍ମ ସେ କଣ ହୁଏ ନା ଗୋଟେ ଜାଗାରେ ରେକର୍ଡିଂ ହେଇକି ରହିଯାଏ ସେଇଟାକୁ ଆମର ଶାସ୍ତ୍ରରେ କୁହନ୍ତି କଣ ଯେ ଗୁପ୍ତ ଚିତ୍ର ଆମେ ଯୋଉ ଯୋଉ କଥା କରନ୍ତି ସେଗୁଡା ସବୁ ଗୁପ୍ତ ଭାବରେ ଯେମିତି ରେକର୍ଡିଂ ହେଲା ଭଳିଆ ଆମ ଦେହ ଭିତରେ ରହିଯାଏ ହେଲା ତେଣୁ କର୍ମ ହଉଛି ତିନି ପ୍ରକାରର ହେଲା ଗୋଟେ ପ୍ରାରବ୍ଧ ଗୋଟେ ସଞ୍ଚିତ ଗୋଟେ ହଉଛି କ୍ରିୟମାଣ କ୍ରିୟମାଣ ଯେ ପ୍ରାରବ୍ଧ ସଞ୍ଚିତ କ୍ରିୟମାଣ କଣ ନା ବର୍ତ୍ତମାନ ମୁଁ ଯୋଉ କର୍ମ କରୁଛି ଏଇଟା ହେଲା କ୍ରିୟମାଣ ହେଲା ପୂର୍ବ ଜନ୍ମରୁ ଯୋଉ କର୍ମ କରିଥିଲି ଯାହା ରହିଛି ସେଇଟା କୁହନ୍ତି ପ୍ରାରବ୍ଧ ଏଇ କ୍ରିୟମାଣ କର୍ମଟା ଯେତେବେଳେ ମୃତ୍ୟୁ ପରେ ଯେତେବେଳେ ରହିଯାଏ ତାହା ହଉଛି ସଞ୍ଚିତ ତେଣୁ ପ୍ରାରବ୍ଧ କ୍ରିୟମାଣ ଏବଂ ସଞ୍ଚିତ ଆମେ ପ୍ରାରବ୍ଧ କର୍ମ ବଳରେ ଆମେ କଣ କରନ୍ତି ନା ସୁଖ ଦୁଃଖ ଶରୀର ଧାରଣ ଆମେ କରନ୍ତି କର୍ମ ନେଇକିରି ଯିବ ଶରୀର ଧାରଣ କରି ବହୁତ ବାର ମୁଁ ଏପିସୋଡରେ କହିସାରିଛି ହେଲା ଜଙ୍ଗ ଜଙ୍ଗ ବାପି ସ୍ମରଣ ଭାବମ୍ ତ୍ୟଜତ୍ୟନ୍ତେ କଳେବରମ୍ ତନ୍ତମେବୈତି କୌନ୍ତେୟ ସଦା ତଦ ଭାବ ଭାବିତଃ ବୁଝିଲେ କି ଯେଉଁ ଯେଉଁ ଭାବ ଚିନ୍ତିଣ ଜୀବ ଛାଡ଼ଇ ସେଇ ଭାବ ଲୋଭଇ ସଦା ଭାବିତ ହୋଇ ସର୍ବଦା ଯୋଉ କଥା ଆମେ ଭାବୁଥିବା ଚିନ୍ତନ କରୁଥିବା ସେଇ କଥା ଗୁଡିକ ସବୁ କଣ ହୁଏ ନା ରେକର୍ଡିଂ ହେଇକି ରହିଯାଏ ଆମ ଦେହ ଭିତରେ ତେଣୁ ଏଇ ଯୋଉ ଭାବନା ଭିତରୁ ଆମେ ଯେତେ ଭାବନା ଆମ ଜୀବନ କାଳ ଭିତରେ ଆମେ ସବୁ ଭାବନା କରନ୍ତି ଚିନ୍ତା କରନ୍ତି କର୍ମ କରନ୍ତି ତା ଭିତରୁ ଯୋଉ କର୍ମଟା ଆମେ ମାକ୍ସିମମ୍ ଟାଇମ କରନ୍ତି
ସବୁ ସମୟରେ ସଦା ସଦା ସର୍ବଦା ଯୋଉ କର୍ମ ଉପରେ ଭାବିତ ହେଇଥାନ୍ତି ସେଇ କର୍ମ ଫଳଟିକି ଆମେ ନେଇକିରି ସେଇ କର୍ମ ଫଳ ଅନୁସାରେ ଆମେ କଣ କରନ୍ତି ନା ଆମ ଶରୀରର ଜୀବନ ଯାତ୍ରା ପରଜନ୍ମରେ ହେଇଥାଏ। ମୁଁ ଗୋଟେ ଉଦାହରଣ ଦଉଛି, ମନେ କରାଯାଉ ଯେ ଗୋଟେ ଲୋକ ସିଏ ତାର ଜୀବନ କାଳ ମଧ୍ୟରେ ସେ କାଳେ ପିଲାମାନଙ୍କୁ ପାଠ ପଢେଇ ଗୋଟେ ମାଷ୍ଟର କରିଛି, ଟ୍ୟୁସନ କରୁଛି, ପାଠ ପଢୁଛି, ଜୀବନଟା ତାର ସେ ପାଠ ପଢେଇବାରେ ବିତିଗଲା। ପୁଣି ଯେତେବେଳେ ଆର ଜନ୍ମରେ ସେ ଜନ୍ମ ହବ ସେଇ କର୍ମ ପ୍ରତି ତାର ଆକୃଷ୍ଟ ଆସିବ, ସେଇ କର୍ମ ପ୍ରତି। ଆପଣ କୁହନ୍ତୁ, ମୁଁ ଆଉ ଗୋଟେ ଭଲ କଥା କହୁଛି ଯେ ଗୋଟେ ଦାଣ୍ଡରେ ସନ୍ଧ୍ୟା ବେଳେ 5 ରୁ 12 ବର୍ଷର ପୁଅ ଝିଅ ଛୋଟ ଛୁଆ ଆପଣ 8-10ଟି ବସିକି ଆପଣ ଛାଡି ଦିଅନ୍ତୁ, ସେ ଖେଳିବେ। ଖେଳିଲା ଭିତରେ ଦେଖିବେ ତା ଭିତରୁ ଜଣେ କିଏ ଦଳେ ଥିବେ ସେ ନିକିତି ଧରିକି ଓଜନ କରୁଥିବେ ମାଟିରେ, ଆଉ ଜଣେ ଚୋର ପୁଲିସ ଖେଳୁଥିବେ, ଆଉ ଜଣେ ପୋଲିସ ହେଇକି ଗୋଡଉଥିବ, ଆଉ ଜଣେ ଚୋର ହେଇକି ଲୁଚିକାଳି ଖେଳୁଥିବ। ଏଇ ସବୁ କାମ ସବୁ କରନ୍ତି। ଏଇ ଯୋଉ କର୍ମ ସବୁ କରନ୍ତି, ଏଇ କର୍ମଟି ହଉଛି ତାଙ୍କର ପୂର୍ବ ଜନ୍ମର ପ୍ରାରବ୍ଧ କର୍ମର ଫଳ। ସେଇ ଅନୁସାରେ ତାଙ୍କ ମନଟା କଣ ହୁଏ ନା ସେଇ ଦିଗକୁ ଧାବିତ ହୁଏ। ଯଦି ଧାବିତ ପୁଣି ସେଇ ଦିଗକୁ ସେ କର୍ମ ସବୁ କରିଚାଲନ୍ତି। ସେଇଭଳି ପ୍ରକାରର ଆମେ ଆମ ଜୀବନରେ ଯୋଉ କର୍ମ କରନ୍ତି ପ୍ରାରବ୍ଧ ଅନୁସାରେ କିଛି କର୍ମ କରନ୍ତି, କିନ୍ତୁ ପରିବେଶ ପରିସ୍ଥିତି ଅନୁସାରେ ସେ ପ୍ରାରବ୍ଧ କର୍ମ ମଧ୍ୟ ଖଣ୍ଡନ ହେଇପାରେ, ବୁଝିଲେ ନା। ହେଇକି ପୁଣି ସଞ୍ଚିତ କର୍ମରେ ଆଉ ଗୋଟେ ନୂତନ କର୍ମ କଣ ଆମେ କରନ୍ତି, ପୁଣି ସିଏ କଣ କରେ ନା ଆର ଜନ୍ମକୁ ନିବଦ୍ଧ ହେଇକି ସିଏ ପୁଣି ଆର ଜନ୍ମକୁ ପହଞ୍ଚେ, ବୁଝିପାରିଲେ। ସେଇଥିପାଇଁ ଆମର ସାଧୁ ସନ୍ନ୍ୟାସୀ କୁହନ୍ତି କଣ, ତମେ ଜୀବନ କାଳ ଭିତରେ ଯାହା କରୁଛ ନା କର, ଯୋଉ କାମ କରୁଛ ନା କର ନା କିଛି ଯାସ ନାହିଁ, ସଦ୍ଗୁରୁ ଦତ୍ତ ନାମକୁ ତମେ ସ୍ମରଣ କଲେ ସେ କର୍ମ ସବୁ ଖଣ୍ଡନ ହେଇଯିବ। ଆଉ କଣ ହବ ନା ସଦ୍ଗୁରୁ ଦତ୍ତ କର୍ମକୁ ଯଦି ଆମେ ପ୍ରାକ୍ଟିସ କରିଥିବା ମୃତ୍ୟୁ ସମୟରେ ସେ ସଦ୍ଗୁରୁଙ୍କ ରୂପ ହିଁ ଆମକୁ ଦୃଶ୍ୟ ହବ। ମନୁଷ୍ୟ ଜନ୍ମ ଅନିବାର୍ଯ୍ୟ ଆମେ ପାଇବା, କାହିଁକି ନା ଆମେ ସବୁ ସମୟରେ ପ୍ରାକ୍ଟିସ କରିଛନ୍ତି ନା। ଗୀତାରେ ସେ କଥା କହୁଛି, ଅଭ୍ୟାସ ଯୋଗ ତେନ ଚେତସା ନାନ୍ୟଗାମିନା ପରମଂ ପୁରୁଷଂ ଦିବଂ ଜାତି ପାର୍ଥାନୁଚିନ୍ତୟନ୍। ଅଭ୍ୟାସ ଯୋଗରେ ଅଭ୍ୟାସୀ ଚିତ ଏକାଗ୍ର ବଳେ, ସେ ଦିବ୍ୟ ପରମ ପୁରୁଷ ଜୀବ ଲଭଇ ହେଳେ। ବୁଝିଲେ ନା। କେମିତି ପାଇବା ନା ପ୍ରାକ୍ଟିସ ମେକ୍ ଏ ମ୍ୟାନ ପରଫେକ୍ଟ, ଇଂରାଜୀରେ କୁହନ୍ତି ଯେ ଅଭ୍ୟାସ କରିଥିଲେ ଆମେ ଠିକ ଉପଯୁକ୍ତ ଜାଗାରେ ପହଞ୍ଚି ପାରିଥିବା। ତେଣୁ ଅଭ୍ୟାସ ମଣିଷକୁ ସବୁ କରେ। ତେଣୁ ମନର ଧର୍ମ ହେଲା କଳ୍ପନା କରିବା, ବୁଝିଲେ ନା। ସେ ଜୀବନ ସାରା ସବୁବେଳେ ଶୋଇଲା ବେଳେ ବସିଲା ବେଳେ ଯେତେବେଳେ ସେ ତାର ଧର୍ମ ହେଲା, ସେ ଶରୀର ଥିଲା ପର୍ଯ୍ୟନ୍ତ ସିଏ ଖାଲି କଳ୍ପନା କରି ଚାଲିବ। ତେଣୁ ଏଇ କଳ୍ପନା ନାନାଦି ବିଷୟ, ଅସୀମ ବିଷୟ କଳ୍ପନା ଅନ୍ତ ପର୍ଯ୍ୟନ୍ତ ଚିନ୍ତି କାମ ଉପଭୋଗ ପରମ କରି ନିଶ୍ଚିନ୍ତ ମତି, ବୁଝିଲେ ନା। ଏଗୁଡା କରୁଥାନ୍ତି, କିନ୍ତୁ ଆମେ କଣ କରିବା ନା ଏଇ ମନଟାକୁ କଣ କରିବା ନା ସବୁ କାମନାରୁ ଆଣିକି ଗୋଟେ ଜାଗାରେ ଆମେ ସ୍ଥିର କରିଦବା, ପ୍ରାକ୍ଟିସ କରିଦବା, ଚେତନସ୍ଥ କରିଦବା ଗୋଟିଏ ଚିନ୍ତାରେ। ତେଣୁ କଣ ହବ ନା ସବୁ ଚିନ୍ତାରୁ ନିବୃତ୍ତ ହେଇକି ଯେତେବେଳେ ସେ ଗୋଟିଏ ଚିନ୍ତାରେ ରହିବ, ଅହରହ ଚିନ୍ତନ କରିବ, ସେତେବେଳେ ଅନ୍ୟ ଚିନ୍ତା ଗୁଡ଼ିକ ତାକୁ ପ୍ରଭାବ ବିସ୍ତାର କରିପାରିବେ ନାହିଁ। ମୁଁ ଆପଣଙ୍କୁ ଆଉ ଗୋଟେ ଛୋଟ ଉଦାହରଣ ଦଉଛି, ଶୁଣନ୍ତୁ। ଯେ ମନେ କରାଯାଉ ଆପଣ ହଉଛନ୍ତି ଗୋଟେ ମାନ୍ୟଗଣ୍ୟ ବ୍ୟକ୍ତି, ହେଲା। ସାମାନ୍ୟ ଟିକେ ଭୁଲ କରୁଛନ୍ତି, ଯୋଉ ଭୁଲରୁ ଆପଣଙ୍କୁ କାଲି ସକାଳ ଆପଣଙ୍କ ଦ୍ୱାରକୁ ପୋଲିସ ଆସିବ। ଆଚ୍ଛା, ପୋଲିସ ଯେତେବେଳେ ଆସିବ ସେତେବେଳେ କଣ ହବ ନା ନିଜର ସମ୍ମାନଟି ଯିବ। ଗାଁ ଲୋକ ଦେଖିବେ, ମତେ ଛି ଛାକର ସବୁ କରିବେ, ତେଣୁ ଘୋର ଅପମାନ ମତେ ଲାଗିବ। ତେଣୁ ମନ ଭିତରେ ମୁଁ ଗୋଟେ ନିର୍ଜନ ଜାଗାରେ ମୁଁ ମନ ଦୁଃଖରେ ଗଭୀର ଚିନ୍ତାରେ ବସିଛି, କେମିତି ଏ ଦୁଃଖରୁ ମୁଁ ତ୍ରାହି ପାଇବି। ଏଇ ସମୟରେ କଣ ହେଲା ନା ଗୋଟିଏ ଗାଈ ତମ ସାମ୍ନା ଦେଇକି ଚାଲିଗଲା। ଯଦି ଚାଲିଗଲା, ଗଲା ପରେ ସେଠୁ ଗାଈଆଳ ଲୋକଟେ ଆସୁଛି, ଆସିକି ପହଞ୍ଚିଲା ଅମୁକ ଦାଦା କି ଅମୁକ ଭାଇ, କଣ ତମର ଗୋଟେ ସମ୍ପର୍କୀୟ ହେଇଥିବ, ଏବାଟେ ମୋ ଗାଈଟା ଗଲା କି, ତମେ କାହିଁ ନା ତ ମୁଁ ତ ଦେଖିନାହିଁ। ତା ଅର୍ଥ କଣ? ତମେ ଦେଖିଛ, ତମ ଆଖି ଆଗରେ ଗାଈଟା ଯାଇଛି, କିନ୍ତୁ ଯେହେତୁ ସେ ଗାଈ ରୂପ ଯୋଉ ଆଖିରେ ପଡିଛି, ସେ ରୂପ ଉପରେ ତମର ମନ ନଥିଲା। ତମ ମନଟା ଯାଇକି ଅନ୍ୟ କୋଉଠି ଗୋଟେ ଜାଗାରେ ଥିଲା। ତେଣୁ ତମେ ଦେଖିଲେ ସୁଦ୍ଧା ଦେଖିପାରିଲନି। ଠିକ ସେଇଭଳି ଯେତେବେଳେ ଆମେ ଈଶ୍ୱର ସାଧନା କରିବା ବା ସଦ୍ଗୁରୁଙ୍କୁ ଧରିବା କି ଭଗବତ ଚିନ୍ତା କରିବା, ସେମିତି ବିଶ୍ୱ ବ୍ରହ୍ମାଣ୍ଡରେ ଆମେ ସବୁ କର୍ମ କରିକି ମଧ୍ୟ ସେ କର୍ମ ଗୁଡ଼ିକ ମତେ ଦେଖାଯିବନି।
मते सबु देखा जीव कौन सबुआडे देखा जीव से प्रतिच्छवि ईश्वर रूप ईश्वर प्रतिच्छवि कौन बोले ना यही बड़ी शुणु ମୁଁ ଗୋଟେ କଥା କହିବି ଯୋଉ ମଣିଷ ଏଇ ମନ କରନ୍ତୁ ଆପଣଙ୍କର ଯେତିକି କଳା ମାଟି କି ବାଡି ଜଣେ ଜବରଦସ୍ତି କରିକି ନେଲା ଆପଣ ଯଦି କହିଲେ ସେ ମାଡିପିଟି କରିବାକୁ ଚାହିଁଲା କି ଅଲଗା ସାଙ୍ଗରେ ଆପଣଙ୍କ ସାଙ୍ଗର ମନେକର ନାଗିଲା କି ଏଇ ଟାଇପରେ ଆପଣଙ୍କ ପିଲା ସାଙ୍ଗ ଉପରେ ମାନେ ଜବରଦସ୍ତି କିଛି ଅତ୍ୟାଚାର କଲା ଏଇ ସବୁ ଯୋଉ କାରବାର କଲା ବଦମାସି ଯେ ବଳପୂର୍ବକ କଲା ସେ ଅନ୍ୟ କାହା ସହିତ କଲା ଏଇ ଦୁର୍ନୀତି କରିଚାଲିଲା ସେ କଣ ଏଇ ଜନ୍ମରେ ସେ କର୍ମର ଫଳ ସେ ପାଇବ ନାହିଁ। ତାହେଲେ ମୋ କଥାଟାକୁ ଆପଣ ବୁଝିପାରିଲେନି। ବୁଝି ଆପଣ ତ କହୁଛନ୍ତି ପର ଜନ୍ମର ପାଇବ କର୍ମ କରି ନା 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 ଆପଣ ଧରିପାରିଲେନି ମୋ କଥାଟାକୁ ମୁଁ କହି ସାରେ ତାପରେ ଆପଣ କହିବେ ବୁଝିଲେ ମୋ କଥାଟାକୁ ମୋଟେ ଧରି ପାରୁନାହାନ୍ତି। ମୁଁ କହିଲି ଯେ ଯେତେବେଳେ ଆମର ମୁଁ କୋଉ କଥାଟା କହୁଛି ମତେ କୋଉ କଥାଟା ପ୍ରଥମେ ଯୋଉ କଥାଟା ପ୍ରଶ୍ନ ବର୍ତ୍ତମାନ ପଚାରିଲ ସେ ପ୍ରଶ୍ନ ମତେ ପ୍ରଥମେ ପଚାରି ଦେଇଛ। ଆଜ୍ଞା ଯୋଉ ପ୍ରଶ୍ନଟା ଏବେ ବର୍ତ୍ତମାନ କହିଲେ ସେ ପ୍ରଶ୍ନଟା ମତେ ଆଗରୁ ପ୍ରଥମରୁ ପଚାରି ଦେଇଛ ନା ନାଇଁ ପଚାରି ଦେଇଛ ମୁଁ ତା ଉତ୍ତରଟା ତମକୁ ସରଳୀକରଣ କରିକି ବୁଝଉଛି। ଆଜ୍ଞା ତେଣୁ ଗୋଟେ କଥା ହଉଛି ଯେ ତମେ ଯୋଉ କଥାଟା କହିଲି ମଝିରେ ତମେ ବନ୍ଦ କଲ ଯେ ଆମେ ମାନ୍ୟଗଣ୍ୟ ବ୍ୟକ୍ତି ଆମେ ଯେତେବେଳେ ଆମର ସମ୍ମାନ ନଷ୍ଟ ହେଇଯିବା ପାଇଁ ଆମ ମନଟା ଯାଇକି କୋଉଠି ଚିନ୍ତା କରୁଛି କିନ୍ତୁ ମନଟା ଆମର ଚକ୍ଷୁ ମୁଖ ନାସା କର୍ଣ୍ଣ ଜିହ୍ବା ଚର୍ମ ଏଇ ଇନ୍ଦ୍ରିୟ ମାନଙ୍କରେ ଆମ ମନ ବର୍ତ୍ତମାନ ନାହିଁ। ମନଟା ଇନ୍ଦ୍ରିୟରୁ ନିବୃତ୍ତ ହେଇକି ଯାଇକି ସେ କାର୍ଯ୍ୟ ଉପରେ ମୋର ମନନ କରୁଛି। ଠିକ ସେଇଭଳି ତମେ ଯେତେବେଳେ ଏଇ ଯୋଉ ସବୁ ଇନ୍ଦ୍ରିୟ କର୍ମ ଉପରୁ ମନଟାକୁ ନିବୃତ୍ତ କରିକି ତମେ ଯେତେବେଳେ ଗୁରୁ ନାମରେ ତମେ କଣ କରିବ ନା ନିଯୋଗ କରିବ ବା ଇଷ୍ଟ ନାମରେ କିମ୍ବା ଭଗବତ ଚିନ୍ତାରେ ଯେତେବେଳେ ମନଟାକୁ ନିବେଶ କରିଦବ ମନ କଣ କରିବ ନା ଏଇ ଇନ୍ଦ୍ରିୟ ମାନଙ୍କରୁ ନିବୃତ୍ତ ହେଇଯିବ। ଯେତେବେଳେ ଇନ୍ଦ୍ରିୟ ମାନଙ୍କରୁ ନିବୃତ୍ତ ହେଇଯିବ ଯୋଉ ସଞ୍ଚିତ କ୍ରିୟମାଣ ପ୍ରାରବ୍ଧ ଯୋଉ କର୍ମ ଗୁଡାକ ମୁଁ କହିଲି ହେଲା କି ସେ କର୍ମ ଗୁଡାକ ମନରେ ଆଉ ରହିବ ନାହିଁ। ତେଣୁ ଯୋଉ କହୁଛନ୍ତି ଆଗକୁ କଣ ହବ ପଛକୁ କଣ ହବ ଇଏ ସବୁ ତ ଜୀବ ମାନଙ୍କର ହଏ କିନ୍ତୁ ଏଇ କର୍ମରୁ ତ୍ରାହି ପାଇବା ପାଇଁ ଆମେ ଯଦି ଭଗବତ ଚିନ୍ତା କରିବା ଏଇ ପ୍ରାରବ୍ଧ କର୍ମ ଖଣ୍ଡନ ହେଇଯିବ କ୍ରିୟମାଣ କର୍ମଟା ଆମକୁ ପ୍ରଭାବିତ କରିପାରିବନି ସଞ୍ଚିତ କର୍ମ ରହିବାର ପ୍ରଶ୍ନ କାହିଁ। ମୋ କଥାଟା ଧଇଲେ ନା ଏବେ କଥାଟା କଣ ତେଣୁ ଯେ ଏ କର୍ମ ଗୁଡିକ ଯିଏ ଆମକୁ ପୁଣି ଜନ୍ମ ବନ୍ଧନରେ ବାନ୍ଧୁଛି କଣ ହେଲା ନା ମୁଁ ଯେମିତି ପ୍ରଥମରୁ ଫାଷ୍ଟ ପୁଣି ଆଉ ଥରେ ମୁଁ କହୁଛି ଯୋଉ ପିଲାମାନେ ଖେଳୁଛନ୍ତି ଯୋଉ ଯୋଉ ପ୍ରକାର ଅଭ୍ୟାସ ତାଙ୍କର ରହିଛି ସେଇଭଳି ପ୍ରକାରର ଆମେ ଯଦି ଜୀବନରେ ଯୋଉ କର୍ମ କରିବା ସେଇ କର୍ମ ନେଇକି ପୁନଃ ଜନ୍ମ ଗ୍ରହଣ କରିବା। ତେଣୁ ଆମେ ଯଦି ଭଗବତ ଚିନ୍ତାରେ ମନଟାକୁ ନିବେଶ କରିଥାନ୍ତି ଜୀବନ ସାରା ବୁଝିଲେ କି ଇଏ ଯେତେ କର୍ମ ଆମେ କରିବା ଯୋଉ ପିଲା ଛୁଆ କହୁଛନ୍ତି କି ଗାଡି ଆକ୍ସିଡେଣ୍ଟ ଭଲ ମନ୍ଦ ଯେତେ ଯାହା ହବ ସେ କର୍ମ ଗୁଡିକ ମତେ ପ୍ରଭାବ ବିସ୍ତାର କରିପାରିବନି କିନ୍ତୁ ତା ଅର୍ଥ ନୁହେଁ ଯେ ସେ କର୍ମରୁ ମୁଁ ନିବୃତ୍ତ ହେଇଗଲି କର୍ମ ରହିଛି କର୍ମରୁ ମୁଁ ନିବୃତ୍ତତା ହେଇଛି କିନ୍ତୁ ସେଇ କର୍ମ ଗୁଡିକର ସମାଧାନ କରିବା ପାଇଁ ମୁଁ ଅଧୈର୍ଯ୍ୟ ହେବି ନାହିଁ। ସେ କର୍ମ ମତେ ପ୍ରଭାବିତ କରିପାରିବିନି ମୋ ହାତରେ ଗୋଟେ କିଏ ଜଣେ କାଟିଦେଲା ମୁଁ କଟିଗଲା ରକ୍ତ ଟିକେ ବୋଇଲା ରକ୍ତ ବୋଇଲା ମୁଁ ସେଠୁ ଚିନ୍ତା କଟିଗଲା କଣ ହେଲା ତାହେଲେ ମୋ ଶରୀରରୁ ରକ୍ତ ବାହାରିଲା ମୋ ଶରୀର ଖରାପ ହେଇଯିବ ଏଇ ଚିନ୍ତାଧାରା ଥିବାରୁ ମତେ ତା ପାଇଁ ବ୍ୟତିବ୍ୟସ୍ତ ଲାଗିଲା। ଯଦି ମୁଁ ଚିନ୍ତା କରିଥାନ୍ତି ନାଇଁ ଶରୀରଟା କ୍ଷଣିକ କଣ ଭଲ ମନ୍ଦ ଟିକେ ହେଇଛି କିଛି ଅସୁବିଧା ନାହିଁ ତାପରେ ସେଠୁ ସେ ତାର ବଳେ ବେଳେ ଭଲ ହେଇଯିବ ଆଉ ଏଇ ଚିନ୍ତା ଯଦି କରିବା ଆମକୁ ବ୍ୟତିବ୍ୟସ୍ତ ଲାଗିବନି ସେଇ କର୍ମ ହବ ସବୁ ହବ। ଧରିପାରିଲେ ନା ଆମ କଥାଟାକୁ ଆପଣଙ୍କୁ ବ୍ୟତିବ୍ୟସ୍ତ ଲାଗିବନି ଆପଣ ସ୍ଥିର ସମୁଦ୍ରର ଜଳ ସଦୃଶ ଆପଣ ସାଗର ସହିତ ଗମ୍ଭୀର ହେଇଯିବେ ସାଗର ଭଳିଆ ସ୍ଥିତ ପ୍ରଜ୍ଞ ହେଇଯିବ ଆପଣଙ୍କର ଗୁରୁ ନାମ ସ୍ମରଣ କରେ ହେଲା କେନେ କଣ ହବ ନା ଏଇ ଯୋଉ ଇନ୍ଦ୍ରିୟ ମାନଙ୍କର ଯୋଉ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଯାଇକି ମନକୁ ବିଚଳିତ କରୁଥିଲା ସେ ଆଉ ବିଚଳିତ କରିବ ନାହିଁ କି ସେ କର୍ମ ଗୁଡିକ ପ୍ରଭାବ ପକେଇ ପାରିବ ନାହିଁ। କଣ ଧଇଲେ ନା ମୋ କଥାଟାକୁ ତେଣୁ ଆପଣ କଣ କରିବେ ନା ସେ କର୍ମରୁ ନିବୃତ୍ତ ହେଇକି ଆପଣ ନିବୃତ୍ତି ପାରକକୁ ଯିବେ। ସେଇ କଥାଟା କହୁଛି ତେଣୁ ସଞ୍ଚିତ କ୍ରିୟମାଣ ପ୍ରାରବ୍ଧ ଏଗୁଡାକ ସବୁ ହବ କାହିଁକି ନା ଆମର ଶାସ୍ତ୍ର ଲେଖା ହେଇଛି ଯେ ଗୋଟିଏ କଥା ମନେ ରଖ ଗୋଟିଏ ଶବ୍ଦ ଜାଣିଥିବ ତା ନାଁ ହଉଛି ଚିତ୍ରଗୁପ୍ତ। ଚିତ୍ରଗୁପ୍ତ କହିଲେ ସେ ଜମର ହଉଛି କଣ ପାଞ୍ଜିକାରକ ଗୁମାସ୍ତା କିନ୍ତୁ ଚିତ୍ରଗୁପ୍ତ ତାର ଶବ୍ଦର ଅର୍ଥକୁ ବ୍ୟୁତ୍ପତ୍ତି କର ଚିତ୍ରଗୁପ୍ତ ଉଲ୍ଟେଇ ଦେଲେ ଗୁପ୍ତ ଚିତ୍ର ଜୀବନ ସାରା ଯୋଉ ଚିତ୍ରକୁ ଗୁପ୍ତ ଭାବରେ ଆମେ ରେକର୍ଡିଂ କରି ରଖିଥିବା
सी कौन करे ना मृत्यु समय सी कौन करे ना प्रकाश पाई उल्टा हो जाए चित्रगुप्त हो जाए जो हुए सेगुड़ा सब जमी रेकर्डिंग करके रखी टेप खोलदेला कहीं से ऑटोमेटिक बाजिब ना नहीं ठीक से जीवन सारा जहाँ आम रेकर्डिंग करथिबा मृत्यु समय से चित्रगुप्त हो जाए अर्थात से सब रेकर्डिंग बाजे बाजी सारा पर से सुख दुख जम बोली किसी ना आम यही मृत्यु सज्जा आम सुख दुख भल मंद एगुड़ा सब आम ये भोगाभोग करवा ये भोगाभोग कर सारा पर चित्रगुप्त जो पांजी खोले अर्थात तार गोटे मीमांसा हुए लास्ट बेलू जो सल्यूशन हुए से सल्यूशन रे चिंता हुए कर्मफल अनुसार कौ जोनि रे आम जन्म हवा सेठी गोटे सिद्धांत करा जाए सिद्धांत हुए तब जदि जम नाही ताकू सी किए धार्य करंदी ना 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 प्रकृति जम बोली कि किछि नाही जम होची काल जम होची समय आपण को समय निर्धार्य करे मु आपण को से कथा कहले आउटी भितर को आमे जीवा आपण गछटे नगे देले किछि दिन पर गोटे नडिया फळिला होला ना से नडिया टक फळिला किए प्रकृति काल हाँ से समय काल जेतोले तार समय आसीबो सेतोले से फल फळिबो समय पूर्व तुम जेते चेष्टा करी जेते सार मसला दे से हम नहीं ना तार गोटे परिपक्व समय अच्छी सेटा को कह जाए जम से माने जम ताको कह जाए ना किंतु से काल को कह जाए जम अर्थात जो कालटा पूर्ण हेले तमर शरीर आयुष पूरा नष्ट हुए सेटा को कह जाए जम मृत्यु कालटा को कह जाए जम से कालटा गोटे निर्धार्य अच्छी आम सीना कहते आमर निर्धार्य अच्छी जे आमे एतिकी वर्ष आमे बंचीबा एटा गोटे निर्धार्य अच्छी किंतु ता भीतर अकाल मृत्यु हम एगुड़ा सब अन्य लोक बुझी पारे किंतु आम शास्त्र लिखाई जो कथा आपण करुचंती सेगुड़ा सब आगुरु निर्धार्य होइके अच्छी से आम से अनुसार सुख दुख भोगुचंती कम बुझला बाबा आ गोटे कथा शुणु आपणकर तो मुझे बहुत आपंकर सब चैनल देखे किंतु आपण जो कहते जिते सूर्य नाड़ी आम साधन करवा सूर्य नाड़ी साधन करवा माने सूर्य नाड़ी की माने सूर्य नाड़ी चलो से अनुसार साधन कले आम सुषुम्ना नाड़ी जो साधन कथा कहते सुषुम्ना नाड़ी साधन कला बेले जो माने श्वास जो दीटा नाकर जो श्वास चले धीरे धीरे चलो ना जोर जोर चलो नाई तार लक्षण अलग अच्छी जोटा कि से गुरुघर पाठ कहीपरि मुझे सुषुम्ना नाड़ी जागरण हबार तार अलग सूत्र अच्छी जिते आप बाहर पड़ती से सब नुह अलग प्रकार कथा जोटा कि प्राक्टिकाल आम गुरु आमको कही आम अनुभव कर देखी सुषुम्ना नाड़ी उदर हेले कौन हुए केत कौ टाइम माने पवन केमी चलिए तुम सुषुम्ना नाड़ी उदय है बोली जान क्यों वक्त चलिए तुम कौ तत्व उदय है से कथा जान है कि तो से कथा जी पचारे मुझे कहूँ पृथ्वी जल अग्नि वायु आकाश पांचटा तत्व जमी घंटा घंटा कंटा जमी एक रु घूरी घूरी आसिक 12 पाखे पहुंचे पुणी एक रु पुणी घूरी घूरी आसी पुणी एक पहुंचे घुरुची ना नाई से पांचटा तत्व अहरह आम सारा विश्व सृष्टि है दिन ठारू कि आपणकर शरीर सृष्टि है ठारू पांचटा तत्व अहरह उदय होची अस्त होची शरीर पर्यंत किंतु से तत्व भितर कौ तत्व बसिले आमर साधनार सिद्धि हम आ कौ नाड़ी उदय हेले कौन फल मिल सुषुम्ना नाड़ी किमिति आमे जागृत करा सुषुम्ना नाड़ी उदय केबे हुए ना सुषुम्ना नाड़ी जो उदय हम समस्त उदय हुए इतने शीघ्र से पलाए जे ताको धरिबा बहुत कष्ट किंतु साधु माने जे साधना करूचंती से सुषुम्ना नाड़ी को जागृत करें जिते मन से करें पवन उपर जिते आम मास्टरी आसीज आम चाहिए इड़ा नाड़ी पवन रखा चाहिए पिंगला रखा चाहिए सुषुम्ना रखा यही मास्टरी जदि आम कर मृत्यु समय जो मृत्यु समय आसो आम जब सुषुम्ना नाड़ी जागृत कर रखा पलैबा ऑटोमेटिक आज्ञा आज्ञा ब्रह्मलोक को पलैबा आमर जन्म मृत्यु चक्र आम पार हो किंतु से सुषुम्ना नाड़ी आम पवन उपर नाड़ी उपर मास्टर करवाटा हूँ एत सहज नुहे जी जिते जहाँ कहूना कहीं एतिकी पुराण गीता भागवत चेता करने आपण नाड़ी उपर आगे पवन उपर मास्टरी करूँ श्री दयानंद परमदेव कहले वायु साधनारू सरीची पाठ तुलसी गछरू सरीची काठ कौन बोला ना दृष्टि जेबे थीब नाक दंडे की आउ सब पाठ मल कांडे की आम गुरुंकर लेखा सर्टकट कथा दृष्टि जेबे थीब नाक दंडे की आउ सब पाठ मल कांडे जहाँ फला
ଆଉ ଦରକାର ନାହିଁ। ବାବା ଶୁଣନ୍ତୁ, ଦୃଷ୍ଟି ନାକଦଣ୍ଡୀ ନାକର ଯୋଉ ତ୍ରିକୁଟ ଆଉ ତାର ସଂଯୋଗ ଦେଇକି ସେଇଠି ନଜର ଦିଆହବ। କଣ ହେଲା? ତ୍ରିକୁଟକୁ ଧ୍ୟାନ କଲା ବେଳେ ତ୍ରିକୁଟକୁ ଲୟ କରାଯିବ ତ? ତ୍ରିକୁଟକୁ ଲୟ ମାନେ ଦେଖିବେ ଦୃଷ୍ଟି? ଆଜ୍ଞା। ନା, ତ୍ରିକୁଟ ହଉଛି ଅହଂ ତତ୍ଵର ସ୍ଥାନ। ଆମର ଲଳନା ଚକ୍ରରୁ ତ୍ରିକୁଟ ପର୍ଯ୍ୟନ୍ତ ଅହଂ ତତ୍ଵର ସ୍ଥାନ। ଆମେ ଯଦି ଇଆଡୁ ଯଦି ପ୍ରସ୍ତୁତି ନ ହେଇକି ଆମେ ଖାଲି ତ୍ରିକୁଟକୁ, ଜଣେ ସ୍ତ୍ରୀ ଲୋକ ସେମିତି ସେଦିନ କହୁଥିଲା ଯେ ଗୁରୁ କହିଛନ୍ତି ଯେ ଆଖି ଦିଟାକୁ ଖୋସି ଦବ, ସେ ଖସି ଯାଉଥିବ, ପୁଣି ବାରମ୍ବାର ତାକୁ ଖୋସି ଦେଇକି ତମେ ଦେଖିବ କରି, ତାକୁ ସମ୍ଭାବ୍ୟ ମୁଦ୍ରା କୁହାଯାଏ। ଆଜ୍ଞା, ମୁଁ ସେଇଟା ଶୁଣିଥିଲି, ସେ ସ୍ତ୍ରୀ ଲୋକ କହୁଥିଲେ। ସମ୍ଭାବ୍ୟ ମୁଦ୍ରାରେ ଯେତେବେଳେ ତମେ ତ୍ରିକୁଟକୁ ଧ୍ୟାନ କରିବ, କିନ୍ତୁ ପ୍ରଥମ ତୋର ଅହଙ୍କାର ବଢିଯିବ। ସେଠି ଯଦି ସମ୍ଭାଳି ନ ପାରିବ, ବହୁତ ଲୋକ ତୁମକୁ ଖରାପ ପାଇବ, ତମେ ନିନ୍ଦା ଅପମାନ ପାଇବ, ତମର ଅହଙ୍କାର ବହୁତ ବଢିଯିବ, ସଇଲା କାମ। ଅହଙ୍କାର ବଢିଗଲେ ଜ୍ଞାନ ମାର୍ଗ ଟୋଟାଲ ବନ୍ଦ ହେଇଯିବ। ସେଥିପାଇଁ ପ୍ରଥମେ ତ୍ରିକୁଟକୁ ନୁହେଁ, କାହିଁକିନା ଆମର ଗୀତା ଲେଖା ଯେ ସଂପ୍ରେକ୍ଷ ନାସିକାଗ୍ରଂ ସଂଦିଷ୍ଟାନ ଅବଲୋକୟନ୍, ବୁଝିଲେ ନା। ତେଣୁ ଆପଣ ତ୍ରିକୁଟ କଥା ଛାଡ଼ନ୍ତୁ, ସଦ୍ଗୁରୁ ଦତ୍ତ ସଦ୍ଗୁରୁ ଶରଣ ନିଅ, ସବୁ ହେଇଯିବ, ବୁଝିଲେ ନା। ଏତେ ପଚାରିଲେ କିଛି ହବନି। ଗାଇଲେ ବାଇଲେ କହିଲେ କି ହେବ, ଅନୁଭବ କଲେ ପାଇ, ଜୀବର ଗତିରେ ମୂଳ ଅନୁଭବ, ଗୁରୁ ବିନା ଗତି ନାହିଁ। ବାବା ଶୁଣନ୍ତୁ, ମୁଁ ତ ଗୁରୁ ଧରିଛି, ଆପଣଙ୍କୁ ସେଦିନ କହୁଥିଲି ଆମର କୁହନ୍ତୁ, ଗୁରୁ କହିଦେବେ। ଗୁରୁ ଯଦି ଧରିଛନ୍ତି ଗୁରୁଙ୍କୁ କୁହନ୍ତୁ, ଗୁରୁ ଭେଦ କହିଦେବେ, ଆମେ କହିପାରିବୁନୁ, ବୁଝିଲେ ନା। କାହିଁକି ନା ଗୁରୁ ଯତ ମତ ତତ ପଥ, ହେଲା। ଆମେ ଯୋଉ ଗୁରୁକୁ ଧରିଛୁ ଆମ ପଥ ଅଲଗା, ଆପଣ ଯୋଉ ଗୁରୁକୁ ଧରିବେ ତାଙ୍କ ପଥ ଅଲଗା, ବୁଝିଲେ ନା। ଯୋଉ ଗୁରୁକୁ ଧରିଛନ୍ତି ସେଇ ଗୁରୁଙ୍କୁ ଧରିକି ସେଇ ପଥ ବାଟେ ଚାଲ। ଗୁରୁ ତ ଦେହ ତ୍ୟାଗ କରିସାରିଛନ୍ତି, କିନ୍ତୁ ବର୍ତ୍ତମାନ ଯୋଉ ଟିଚିଂ ଦେଲା ବାଲା ତ ନାହାନ୍ତି, ବୁଝିପାରିଲେ। ଆପଣ ଯେମିତି ଆପଣଙ୍କୁ ଆମେ ଗୁରୁ ନ ଧରିକି ବି ଆପଣ ଯେମିତି ରାସ୍ତା ଦେଖେଇ ଦଉଛନ୍ତି, ମୁଁ ପଣ କରିଛି, ମୁଁ ଯିଏ ଯୋଉ ମାର୍ଗରେ ଯୋଉଠି ଥାଉ ମୁଁ ନିଶ୍ଚିତ କହିବି। କାହିଁକି ନା ମୋର ସେମିତି କିଛି ଭେଦ ଦୃଷ୍ଟି ନାହିଁ, ମୁଁ ସମସ୍ତଙ୍କୁ କହିବି। ଆପଣ ଚିନ୍ତା କରନ୍ତୁ ନାହିଁ, କିନ୍ତୁ କଣ କରୁଛନ୍ତି ସେଟାକୁ ମତେ ନ କହିଲେ, ମୁଁ ଧର ଜଣେ ଲୋକ କଣ କରୁଛି ମୁଁ ସେଟା ନ ଜାଣିଲେ କେମିତି କହିବି। ଯଦି ତମେ ଜାଣିବା ପାଇଁ ଚାହୁଁଛ, ଗୁରୁ କର, କିଛି ନାହିଁ, ଯେକୌଣସି ଲୋକଙ୍କୁ ଗୁରୁ କର, ମୋର କିଛି କହିବାର ନାହିଁ। କିନ୍ତୁ ମୋ ପାଖକୁ ଯଦି ଆସିକି ସେ ବିଷୟରେ ଜାଣିବା ପାଇଁ ଚାହିଁବେ, ତା ଭିତରେ ମତେ ପୁଙ୍ଖାନୁପୁଙ୍ଖ ବିଷୟରେ ଜାଣିବା ପାଇଁ ପଡିବ ନା। ଆପଣ ଯାଇଛନ୍ତି ଗୋଟେ ଡାକ୍ତରଖାନାକୁ, ତାପରେ ସେଇଠୁ 5-25 ଡାକ୍ତରଙ୍କ ଠାରୁ ମେଡିସିନ ଖାଇଛନ୍ତି, ରୋଗ ଭଲ ହଉନି। ଯେତେବେଳେ ସେ ଡାକ୍ତର ପାଖକୁ ଯିବ, ସିଏ କହିବ ସେ ଡାକ୍ତର ପାଖରୁ କୋଉ ପ୍ରେସକ୍ରିପସନ ସବୁ ମତେ ଦେଖେଇଲ। କାରଣ ସେ ପ୍ରେସକ୍ରିପସନ ନ ଦେଖିଲେ, ସେ ଯାଞ୍ଚ ନ କଲେ, ସେ କେମିତି କଣ ଔଷଧ ଦେବେ? ଆଜ୍ଞା, ରଖୁଛି। ହଁ।